ଆସନ୍ତା 22ରେ ସୁଭଦ୍ରା ଟଙ୍କା ଦେବେ ସରକାର। ବହୁତ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 18 ତାରିଖରେ ଦେବାର ଯେଉଁ ଥିଲା ସୁଭଦ୍ରା ଟଙ୍କା, କୌଣସି ଅସୁବିଧାରୁ ସରକାର ଦେଇପାରିଲେନି ସୁଭଦ୍ରା ଟଙ୍କା। ବହୁତ ବଡ଼ ଖୁସି ଖବର ପୁଣି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା 22 ତାରିଖରେ ସୁଭଦ୍ରା ଟଙ୍କା ଦେବେ ବୋଲି ବହୁତ ବଡ଼ ଘୋଷଣା କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଉ ଆମ ପ୍ରିୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବହୁତ ବଡ଼ ଘୋଷଣା କରିଛନ୍ତି, କିନ୍ତୁ ଏଇ 22ରେ ଦେବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବହୁତ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଦେଖନ୍ତୁ, ଏବେ ଜାନୁଆରୀ 18 ତାରିଖରେ ନୁହେଁ 22ରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାଙ୍କ କହିବା ମୁତାବକ ଏଯାବତ ସୁଭଦ୍ରା ଯୋଜନାରେ ମୋଟ 4,57,628 ଜଣ ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ। ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,000 ଏଥିରେ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ବହୁତ ବଡ଼ ଖୁସି ଖବର ମଧ୍ୟ। ଆଉ ସେମାନେ ଏଥର ଏକାବେଳେ 2ଟି କିସ୍ତିର ଟଙ୍କା ପାଇବେ। ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଶୁଣାଣି 18 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ସାମିଲ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରବର୍ତ୍ତୀ କିସ୍ତି 22 ତାରିଖରେ ମିଳିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଆଉ ଏକ୍ସ ହ୍ୟାଣ୍ଡେଲରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ 18 ତାରିଖ ବଦଳରେ ଜାନୁଆରୀ ତାରିଖରେ ସୁଭଦ୍ରା ଟଙ୍କା 22 ତାରିଖରେ ସୁଭଦ୍ରା ଟଙ୍କା ସହାୟତା ରାଶି ପ୍ରଦାନ କରିବେ ବୋଲି ଗତ ଅକ୍ଟୋବର ମାସରେ ଶୁଣାଇଥିଲେ। ପୁଣି ଥରେ ଖୋଲିଲା ପୋର୍ଟାଲ। ଏଥିରେ ସରକାର କିଛି ନିୟମ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏଥିରେ ସୁଭଦ୍ରା ଯୋଜନାରେ ସେମାନେ ହିଁ ହୋଇପାରିବେ ଯେଉଁମାନଙ୍କୁ ମାର୍ଚ୍ଚ 31 ସୁଦ୍ଧା 21 ବର୍ଷ ହୋଇଥିବ ଆଉ ସେମାନଙ୍କର ସୁଭଦ୍ରା ଟଙ୍କା ପାଇବାର ସମସ୍ତ କ୍ରାଇଟେରିଆ ପାଳନ କରୁଥିବା ନିହାତି ଆବଶ୍ୟକ। ବଡ଼ କଥା ହେଲା, ଯେଉଁମାନେ ପୂର୍ବରୁ ଆବେଦନ କରିପାରିନଥିଲେ କିମ୍ବା କୌଣସି କାରଣରୁ ବାଦ ପଡ଼ିଥିଲେ ସେମାନଙ୍କୁ ଏଥର ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ଏପଟେ ପୂର୍ବରୁ 18,000 ଟଙ୍କା ବୃତ୍ତି ପାଉଥିଲେ ସୁଭଦ୍ରା ପାଇଁ ଅଯୋଗ୍ୟ ହେବେ ବୋଲି ଘୋଷଣା କରିଥିଲେ। କୌଣସି ଛାତ୍ରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଠାରୁ 18,000 କିମ୍ବା ଏହାଠାରୁ ଅଧିକ ଟଙ୍କା ଆର୍ଥିକ ସହାୟତା ମିଳୁଥିଲେ ଏପରି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ ପଡ଼ିବେ। ଯେଉଁମାନଙ୍କର ଯଦି ସରକାରୀଙ୍କର ଯୋଜନାରୁ ପଇସା ପାଉଥିବେ ସେମାନଙ୍କୁ ବାଦ ଦେବେ। ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି। 22 ତାରିଖରେ ନିଶ୍ଚିନ୍ତ ଦେବେ ବୋଲି ସରକାର ମଧ୍ୟ ବହୁତ ବଡ଼ ଘୋଷଣା କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଉ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଘୋଷଣା କରିଛନ୍ତି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।